ଚନ୍ଦ୍ରଗ୍ରହଣ ନେଇ ବାବା ଭେଗା କରିଯାଇଛନ୍ତି ଭବିଷ୍ୟବାଣୀ। ଏହି ରାଶିଙ୍କ ବ୍ୟକ୍ତି ରୁହନ୍ତୁ ସତର୍କ। ବାବା ଭେଗାଙ୍କ ଭବିଷ୍ୟବାଣୀ ଅନେକ ସମୟରେ ସତ ହୋଇଥିବାର ଉଦାହରଣ ରହିଛି। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଗ୍ରହଣକୁ ନେଇ ମଧ୍ୟ ବାବା ଭେଗା ଭବିଷ୍ୟବାଣୀ କରିଯାଇଛନ୍ତି, ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ। ବର୍ଷର ସବୁଠୁ ବଡ଼ ଚନ୍ଦ୍ରଗ୍ରହଣ ଆଉ କେଇ ଘଣ୍ଟା ପରେ ହେବାକୁ ଯାଉଛି। ବାବା ଭେଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ଏହା କୁମ୍ଭ ରାଶି ଅଧୀନରେ ଘଟିବ, ଯାହାର ଅଧିପତି ହେଉଛନ୍ତି ଶନି। ବଡ଼ କଥା ହେଉଛି ଏହା ମାନସିକ ସ୍ତରରେ ଅନେକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। କନ୍ୟା, ତୁଳା, କର୍କଟ ଏବଂ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଅଶୁଭ ବୋଲି ବାବା ଭେଗା ଭବିଷ୍ୟବାଣୀ କରିଥିଲେ। ଚନ୍ଦ୍ରଗ୍ରହଣ ସମୟରେ ଖାସ୍ କରି କର୍କଟ ରାଶିର ବ୍ୟକ୍ତିମାନେ ବିଭିନ୍ନ କାରଣରୁ ମାନସିକ ଚାପ ଅନୁଭବ କରିପାରନ୍ତି। ମହିଳା ନାଶକମାନଙ୍କୁ ନିଜ ଭାବନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ସ୍ୱାସ୍ଥ୍ୟ ଚାଲିଚଳଣି ଉପରେ ଧ୍ୟାନ ଦେବା ଆବଶ୍ୟକ। ସେହିଭଳି କନ୍ୟା ରାଶିର ବ୍ୟକ୍ତିମାନେ ମଧ୍ୟ ମାନସିକ ଚାପ ଅନୁଭବ କରିପାରନ୍ତି। ଯଦି ଏହି ରାଶିର ବ୍ୟକ୍ତିଙ୍କୁ ଏମିତି କିଛି ଅନୁଭବ ହୁଏ, ତେବେ ସେମାନଙ୍କୁ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେବାକୁ ପଡ଼ିବ। ବିଶେଷ କରି ପାଣିଠୁ ଦୂରରେ ରହିବାକୁ ଭେଗା ବାବା କହିଯାଇଛନ୍ତି। ଅନ୍ୟପଟେ ତୁଳା ରାଶିର ବ୍ୟକ୍ତିମାନେ ଏହି ଗ୍ରହଣ ସମୟରେ ଶାରୀରିକ କିମ୍ବା ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି। ଆଉ ମୀନ ରାଶିର ଲୋକମାନେ ମଧ୍ୟ ବିଭିନ୍ନ ସମସ୍ୟା ଯୋଗୁଁ ମାନସିକ ଚାପ ଅନୁଭବ କରିପାରନ୍ତି। ଏହି ରାଶିର ଲୋକମାନେ ଭଗବାନଙ୍କ ନାମ ଜପ କରନ୍ତୁ। ସେପଟେ ଏହି ଗ୍ରହଣର କୁପ୍ରଭାବକୁ ହ୍ରାସ କରିବା ପାଇଁ ଜ୍ୟୋତିଷମାନେ ଚନ୍ଦ୍ରମାଙ୍କୁ ଗଙ୍ଗା ଜଳ ଅର୍ପଣ କରିବା, ଖାଦ୍ୟ ଦାନ କରିବା ଏବଂ କିଛି ମୁଠା ଭାତକୁ ପୋଖରୀରେ ଥିବା ମାଛକୁ ଖାଇବାକୁ ଦେବା ପାଇଁ ଉପାୟ ପରାମର୍ଶ ଦେଇଛନ୍ତି। ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇପାରେ। ଚନ୍ଦ୍ରଗ୍ରହଣ ସମୟରେ ପ୍ରଭୁଙ୍କ ପ୍ରାର୍ଥନା ଓ ଆଧ୍ୟାତ୍ମିକତା ଭାବନାରେ ରହିବା ଶୁଭ ହେବ।